ଆମର ଏଠି ଏବେ ଦୀପ ବସିଛନ୍ତି ଆୟୁଷ। ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୋର ଆକ୍ସିଡେଣ୍ଟ ହେଇଯାଇଥିଲା, ଏବେ ଗୋଡ଼ ଟିକେ ଆସ୍ତେ ଭଲ ଅଛି। ଆପଣମାନେ ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ମଝିରେ ସ୍କିପ୍ କରନ୍ତୁ ନାହିଁ। ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଆପଣମାନେ ତ ଜାଣିଥିବେ, ସେ ତ କହିଲେ, ମୁଁ ଆଉ କ'ଣ କହିବି। ଆଉ ତାଙ୍କର ବି ଗୋଡ଼ ଯେଉଁ ଭାଙ୍ଗି ଯାଇଥିଲା, ବହୁତ ବି ବସିଛନ୍ତି, କାମ ଦାମ ବି ବେଶୀ କରିପାରୁନାହାନ୍ତି। ଏବେ ବି କିଛି କାମ କରିପାରୁନାହାନ୍ତି, ଆଉ ବସିଛନ୍ତି। ଆଉ ଓଜନିଆ ଜିନିଷ ବି ଟେକି ପାରିବେନି, ମାନେ କିଛି ଭାରି ଜିନିଷ ମାନେ ଟେକାଟେକି କିଛି କରିବା ପାଇଁ ମନା। ତାଙ୍କୁ ବହୁତ ଦିନ ଯାକେ ବି ବସିବେ ନା, କାମ କରିପାରିବେନି। ଆଉ ଆପଣମାନେ ୟୁଟ୍ୟୁବକୁ ସମସ୍ତେ ଭଲ ପାଇଥିବାରୁ ଆଉ ଆୟୁଷଙ୍କ ଉପରେ ଆଶୀର୍ବାଦ ଥିବାରୁ ଆଉ ଆଜି ଆମେ ଏତିକି ବାଟ ଆସିପାରିଛୁ। ଫ୍ରେଣ୍ଡସ୍ମାନଙ୍କୁ କହିଦେଉନାହାନ୍ତି। ଆଉ କାଲି ଫାଷ୍ଟ ପେମେଣ୍ଟରେ କ'ଣ କରିବେ ବୋଲି କହିଥିଲେ? ଯେଉଁ କହିଥିଲି, ଯେଉଁ କାଲି କାଲିକି ଆସନ୍ତା କାଲିକି ଦେଖିବେ ବୋଲି। ଆଉ ମୁଁ କହିବି କ'ଣ, ଆପଣମାନେ ବି ଜାଣିପାରିବେ। ଆମ ଥମ୍ବନେଲ୍ ଦେଖିକି ତ ଆପଣମାନେ ଜାଣିସାରିବେଣି ଆମେ କ'ଣ କଲୁ। ଆଉ ଆପଣମାନେ ବି ଭିଡ଼ିଓ ଦେଖିଲେ ଏନେ ଜାଣିପାରିବେ। ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଆଉ ଜମା ବି ସ୍କିପ୍ କରିବେନି, ଦେଖିବେ ଆଉ କ'ଣ ହେଲା। ତାପରେ ବି ଆଉ ବି କିଛି କାମ ରହିଯାଇଛି ବାକି, ଆଉ ସେ କାମଟା ଆମେ ତାପର ନେକ୍ସଟ ଭିଡ଼ିଓରେ ଆମେ ବି ଦେଖାଇ ପାରିବୁ। କହୁଛି ଆମେ କାହିଁକିନା ସେ କାମଟା ଆମେ କରିପାରିଲୁନୁ। ଆଉ ଯେଉଁ ପ୍ରଥମ ପେମେଣ୍ଟରେ ଆଉ ଯେଉଁ କାମଟା ବାକି ରହିଗଲା, ଆଉ ଯେଉଁ ଆମେ କାମ କରିଛୁ, ଆଉ ଆପଣମାନେ ନିହାତି ଯାଇକି ଦେଖିଦିଅନ୍ତୁ ଭିଡ଼ିଓରେ। ସେଇଥିଲା ଆପଣମାନେ ଆମ ଚ୍ୟାନେଲକୁ ଯାଆନ୍ତୁ, ଆମ ଭିଡ଼ିଓ ଦେଖନ୍ତୁ। ଆମ ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ଭୁଲନ୍ତୁନି, ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି। ଆପଣମାନଙ୍କ ଭଲ ପାଇବା ମୋ ଉପରେ ଏମିତି ଥାଉ। ଏମିତି ଆଶୀର୍ବାଦ ରଖନ୍ତୁ ମୋ ପୁଅ ଉପରେ। ଆଉ ସମସ୍ତେ ଭଲ ପାଇବା ଦେଇଛନ୍ତି, ଆଗକୁ ବି ଏମିତି ଭଲ ପାଇବା ଦେବେ। ମୁଁ ବି ବହୁତ ଆଶା କରୁଛି ଆପଣମାନେ ଏମିତି ଭଲ ପାଇବା ଦେବେ, ଆଉ ଆଶୀର୍ବାଦ ଟିକେ ଆୟୁଷ ଉପରେ ରଖନ୍ତୁ। ଆଉ ଆପଣମାନେ ଯାଇକି ଆମ ଭିଡ଼ିଓ ଜଲ୍ଦି ଯାଇ ଦେଖନ୍ତୁ। ତ ହ୍ୟାଲୋ ଫ୍ରେଣ୍ଡସ୍, ଏବେ ଯାଉଛନ୍ତି, ଏବେ ଆମର ଆୟୁଷ ହେରିକା ପୂଜାପୂଜି ହେବ ତ, ସେଥିପାଇଁ ଯାଉଛନ୍ତି। ଆଉ ଠାକୁରଙ୍କୁ ପୂଜା ହେବ, ଗ୍ରାମ ଦେବତୀ ଗାଧେଇବେ ଆଜି। ସବୁ ଗ୍ରାମ ଦେବତୀ ଅଛନ୍ତି ଯେଉଁ ସେ ଗାଧେଇବେ, ପୂଜା ଜିନିଷ ଧରିଛନ୍ତି। ଏବେ ଆୟୁଷ ଆଉ ତାଙ୍କ ମା ଗାଧେଇ ସାରିଲଣି, ଆଉ ଯିବେ ଦିଅଙ୍କ ପାଖକୁ। ଯିବା ଏବେ ଦିଅଁ ଗାଧେଇକି। ତ ସାଙ୍ଗମାନେ, ଏବେ ତ କାଲି ରାତିରେ ଯେଉଁ ବର୍ଷା ହେଇଥିଲା, ଭାରି ଜୋର ବର୍ଷା ହେଇଥିଲା। ଆୟୁଷ ତ ଜାଣିଥିଲୁ, ଶୋଇଥିଲୁ, ସବୁଆଡ଼େ ପୁରା ପାଣି ଫାଣି ହେଇଯାଇଛି। ହଁ, ପୁରା ପଙ୍କ ପାଣି ଜମି ସେପଟେ ଯା, ମୁଁ ଏପଟେ ଯାଉଛି। ଆଉ ଏବେ ମାଆଙ୍କ ପାଖରେ ପହଞ୍ଚିଗଲେ ଆୟୁଷ। ପୂଜାପୂଜି ଟିକେ ହବନି। ତ ଏଥର ଭାଇନା ଆସିଗଲେ, ଏଥର ଆମର ପୂଜା ଚାଲିଛି। ଆଉ ଆମ ମା ଗ୍ରାମ ଦେବତୀ ନା। ଦେଖନ୍ତୁ ଏବେ ଲୁଗା ପିନ୍ଧିଆ ହେଉଛି, ଗାଧୁଆ ସରିଲେଇ ଲୁଗା ପିନ୍ଧିଆ ହେଉଛି। ଏବେ ପୂଜା ପିନ୍ଧଉଛନ୍ତି ଲୁଗା। ଏବେ ଦେଖନ୍ତୁ, ସେଇଠି ଦେଖନ୍ତୁ ଦିଅଁ, ଆମ ଗ୍ରାମ ଦେବତୀ ମା ତ ଏଠି ଅଛି। ଏବେ ଦୀପ ଦଉଛି, ଦୀପ ଦବୁଟି। ଦୀପ ଲଗା, ଦେଖନ୍ତୁ ଏବେ ଦୀପ ଲଗିଆ ହବ। ମା ଲଗଉଛି ଦୀପ। ଦେଖନ୍ତୁ ତା ତଳେ ଚାଉଳ ଥୁଆ ହେଇଛି, ତାପରେ ଦୀପ ଦିଆହେଇଛି, ତାପରେ କର୍ପୂର ଦିଆହେଇଗଲା। ଏବେ ଦୀପ ଲାଗିଯିବ। ଦେଖନ୍ତୁ ଦେହ ପୁରା ଦେଖେଇ ଦେଉଛି, ଆସୁଛନ୍ତି ଆଗରେ। ଦେଖନ୍ତୁ ଆମ ଆୟୁଷ ଦୀପ ବୁଲଉଛନ୍ତି।
आयुष ଏବେ ପହଞ୍ଚିଛନ୍ତି ଏବେ ମା ମଙ୍ଗଳା ଗୋଟେଇ ନା ହଁ ବା ମା ଏବେ ବସିଛନ୍ତି ଏଠି ଆଉ ମା ମଙ୍ଗଳା ଆସିଲେ ଏବେ ଅଛନ୍ତି ମା। ଦେଖନ୍ତୁ ମାଆଙ୍କୁ କେତେ ସୁନ୍ଦର ଦେଖାଯାଆନ୍ତି ମା। ଦେଖନ୍ତୁ ଦିଅ ଏବେ ଗାଧେଇବେ। ମାଙ୍କୁ ଗାଧୋଇବା ଦେଉଥିବେ ଆଉ ମା ମଙ୍ଗଳା। ବା ଠାକୁରାଣୀ ଗାଧେଇଲେ ଏବେ ନା ଗାଧେଇଲେ। ଆମର ଏଠି ଏବେ ଦୀପ ବସିଛନ୍ତି ଆୟୁଷ ଇଏ ମା ମଙ୍ଗଳା। ଫାଇନାଲି ଏବେ ପହଞ୍ଚିଗଲୁ ମାଙ୍କ ପାଖରେ ମା ଗଡ଼ଚଣ୍ଡୀ। ଚାଲ ଦେଖନ୍ତୁ ଆମେ ଏବେ ଆସିକି ପହଞ୍ଚି ଗଲୁ। ମା ଏବେ ଏଠି ଅଛି ଦଉଛି ମା ତ ଏବେ ପୂଜା ହେବେ। ଆମେ ଏବେ ଦେଖନ୍ତୁ ମା କେତେ ସୁନ୍ଦର ଲାଗୁଛନ୍ତି। ଘଣ୍ଟି ବଜା କଥା ଠିକ ମା ତ ଏବେ ଆସିକି ପହଞ୍ଚିଗଲା। ଏବେ ମା ପୂଜା ହେବେ। ଏବେ ଆମେ ଦେଖେଇବୁ। ଘଣ୍ଟି ବଜେଇଥିଲେ ଆଉ ତ ହାତ ପାଇଲା ହଁ ପାଉଛି ଏଇଟା ପାଇବନି ଟେକି ଗୋଡ଼ ଟେକୁଛୁ ବା ନା ନା ଗୋଡ଼ ଦେଖିବ ନା ନବ ଏଇଟା ଗୋଡ଼ ଯାଉଛି ଆଉ ଆମେ ଲଗେଇବୁ ଇଏ କର ଏଇଠୁ ବା ଏଇଠି ତ ଦେଖନ୍ତୁ ଏବେ ଆମେ ଯାଉଛୁ ଘରକୁ ଆସିଥିଲୁ ଦେହଙ୍କଠାଇକି ଏବେ ଆମେ ଯାଉଛୁ। ଏବେ ତୁ ଚଲେଇବୁ ହଁ ମୁଁ ଚଲେଇବା ହଁ ଏବେ ଆମେ ଯିବା ଘରକୁ। ମା ତ ଅଛି ସେଇଠି ନା ଆସିବ ମା ଆସିବ ଆସିବ ଆମେ ସାଇକେଲ ପଳେଇ ସେ ଚାଲିକି ଆସୁଛୁ ହଁ ଅଳ୍ପ ବାଟ ତ ବା ଯାଉଛୁ। ଜୟ ଜଗନ୍ନାଥ। ଆଜି ପାଇଁ ଏଇ ବ୍ଲଗ୍ଟି ଏଇଠି ରହୁଛି। ଜୟ ଜଗନ୍ନାଥ।